ରେଶମ ସହର ବ୍ରହ୍ମପୁର ଏବେ ନିଶା କାରବାରର ହବ୍ ପାଲଟିଛି। ଅନ୍ୟ ଜିଲ୍ଲାରୁ ଗଞ୍ଜେଇ ଆଣି ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ସେପଟେ ବାହାର ଜିଲ୍ଲାରୁ ବ୍ରାଉନ୍ ସୁଗର ଆଣି ବ୍ରହ୍ମପୁର ଦେଇ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଉଥିବା ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ଗତକାଲି ଏକ ଟିମ୍ ବ୍ରହ୍ମପୁର ରେଲୱେ ଷ୍ଟେସନ ନିକଟରେ ଏକ ପଲ୍ସର ବାଇକ୍କୁ ଅଟକାଇ ଯାଞ୍ଚ କରିଥିଲେ। ବାଇକ୍ରେ ଥିବା 2 ଜଣ ଯୁବକଙ୍କ ନିକଟରୁ 156 ଗ୍ରାମ ଓଜନର ବ୍ରାଉନ୍ ସୁଗର ଜବତ ହୋଇଛି। ଉକ୍ତ 2 ଜଣ ହେଉଛନ୍ତି କବିସୂର୍ଯ୍ୟନଗର ଅଞ୍ଚଳର ନରେଶ ଦଳେଇ ଏବଂ ରାକେଶ ସ୍ୱାଇଁ। ଜେରା ବେଳେ ସେମାନେ ଉକ୍ତ ବ୍ରାଉନ୍ ସୁଗର ଭଦ୍ରକରୁ ଟ୍ରେନ୍ରେ ଆଣି ବ୍ରହ୍ମପୁର ଆସିଥିବା କହିଛନ୍ତି। ରେଲୱେ ଷ୍ଟେସନରେ ସେମାନେ ପୂର୍ବରୁ ପାର୍କିଂ କରିଥିବା ବାଇକ୍ରେ କବିସୂର୍ଯ୍ୟନଗର ଯାଇ ସେଠାରେ ଉକ୍ତ ବ୍ରାଉନ୍ ସୁଗର ବିକ୍ରି କରିଥାନ୍ତେ ବୋଲି ପୋଲିସ ନିକଟରେ ସେମାନେ ସ୍ୱୀକାର କରିଥିଲେ। ଏପରିକି ପୂର୍ବରୁ ମଧ୍ୟ ସେମାନେ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ଅନେକ ବାର ବ୍ରାଉନ୍ ସୁଗର ଆଣି ବିକ୍ରି କରିଥିବା ବେଳେ ପ୍ରଥମ ଥର ପାଇଁ ଧରାପଡ଼ିଛନ୍ତି। ଆମର ଆକ୍ଚୁଆଲି ସ୍ପେଶାଲ ଡ୍ରାଇଭ୍ ଚାଲିଛି ଲାଷ୍ଟ ଡିସେମ୍ବର 20 ରୁ ଜାନୁଆରୀ 15 ପର୍ଯ୍ୟନ୍ତ। ଏହି ପରିପ୍ରେକ୍ଷୀରେ ଆମର ଗୋଟେ ଖବର ଆସିଥିଲା ଯେ ବ୍ରାଉନ୍ ସୁଗର ଆସୁଛି ବ୍ରହ୍ମପୁର ସହରକୁ। ତ ସେଇ ଖବରକୁ ଭିତ୍ତି କରି ମୁଁ ଆମର ଗୋଟେ ଟିମ୍ କରିଥିଲି। ଇନ୍ସପେକ୍ଟର ନାରାୟଣ ଜେନା, ଆମର ସବ୍ ଇନ୍ସପେକ୍ଟର ସୁଶୀଲ ସଙ୍ଗୀତା ଏବଂ ଅନ୍ୟ ଟିମ୍ ମାନେ ଯାଇଥିଲେ ଷ୍ଟେସନକୁ। ଯାହା ପୂର୍ବ ସୂଚନା ଥିଲା ଯେ ମାନେ ଷ୍ଟେସନରେ ଗାଡ଼ି ରଖିକରି ଯାଇଥିଲେ ଭଦ୍ରକ। ସେଠୁ କନସାଇନମେଣ୍ଟକୁ ଇଏ କଲେ, ଧରିଲେ ଏବଂ ବ୍ରହ୍ମପୁର ଆସି ଯାଇଥାନ୍ତେ କବିସୂର୍ଯ୍ୟନଗରକୁ। ତେଣୁ ପୂର୍ବ ସୂଚନା ଅନୁସାରେ ଆମେ ଆମର ସେ ଯେଉଁ ଟିମ୍ ରହିଥିଲା ଛକିକିରି, ତ ସେମାନେ ବାଇକ୍ରେ ମୁଭ୍ କଲାବେଳକୁ ଆମେ ତାଙ୍କୁ ଧରିଲୁ ସେ ଷ୍ଟେସନର ଅଳ୍ପ ଦୂରରେ। ସର୍ଚ୍ଚ କଲାବେଳକୁ ତାଙ୍କର ଗୋଟେ ଯେଉଁ ଯିଏ ଥିଲା ମେନ୍ ଯିଏ ଡ୍ରାଇଭର ଥିଲା, ତା ପକେଟରୁ 156 ଗ୍ରାମ ବ୍ରାଉନ୍ ସୁଗର ଆଉ ତା ପୋଜିସନରୁ ଗୋଟେ ମୋବାଇଲ ଫୋନ୍ ଆଉ ସେ ଯେଉଁ ଗାଡ଼ିଟା ୟୁଜ୍ କରୁଥିଲେ ପଲ୍ସର ସବୁ ସିଜ୍ ହେଇଛି ଏବଂ 2 ଜଣଙ୍କୁ ଆମେ ଆରେଷ୍ଟ କରୁଛୁ। ଏମାନେ 2 ଜଣ କବିସୂର୍ଯ୍ୟନଗରର ପିଲା। ହଁ, ଭଦ୍ରକରୁ ଏମାନେ ଯାଇକି ଆଣିଛନ୍ତି, ଭଦ୍ରକରୁ ଯାଇ ଆଣିଛନ୍ତି ଏବଂ ଆ ପଛରେ ଆହୁରି ମଧ୍ୟ ଯେଉଁ ଏମାନେ ଯାଇଥିଲେ, ଏମାନେ ଆକ୍ଚୁଆଲି ଏମାନଙ୍କୁ ସେମାନେ ପେଡଲର ହିସାବରେ ୟୁଜ୍ କରୁଛନ୍ତି। ଆଉ 2 ଜଣ ଅଛନ୍ତି ଯେଉଁ କବିସୂର୍ଯ୍ୟ ଅଞ୍ଚଳରେ ଯେଉଁ ମେନ୍ ଯିଏ, ଆମେ ତାଙ୍କର ଡିଟେଲ୍ ପାଇଛୁ। ଏଠି ମୁଁ କହିବାକୁ ଟିକେ ଠିକ୍ ମାନେ କରୁନି, ଇନଭେଷ୍ଟିଗେସନରେ ବାଧାପ୍ରାପ୍ତ ହେବ। ତେଣୁ ସେମାନଙ୍କୁ ମଧ୍ୟ ଆମେ ଟ୍ରାକ୍ କରୁଛୁ। ସେଇ ଯେଉଁ ତାର ମେନ୍ କିଙ୍ଗପିନ୍ ତାଙ୍କୁ ଧରିବୁ। ଏମାନେ 5-5 ହଜାର ଟଙ୍କାରେ ୟୁଜ୍ ହେଇଥିଲେ ଏବଂ ଏମାନେ 2 ଜଣ ମଧ୍ୟ ବ୍ରାଉନ୍ ସୁଗର କନଜ୍ୟୁମ୍ କରୁଛନ୍ତି। ହଁ, ଏମାନେ ଯାହା ସ୍ୱୀକାର କରିଛନ୍ତି ଯେ ଆଗରୁ 3 ଥର ଆଣିଛନ୍ତି ଏବଂ ଏଇଟା ଲାଷ୍ଟ 4ଥ ଥର ଏଇଟା ଧରା ପଡ଼ିଲା।